ଦୁଇଟି ଝିଅ ନିଖୋଜ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ ମହତପୁର ଗ୍ରାମର ଦୃଶ୍ୟ। ଡମ୍ବରୁ ନାୟକଙ୍କ ଝିଅ ବର୍ଷା ନାୟକ 14 ବର୍ଷ ଓ ବନ ନାୟକର ଝିଅ ରଞ୍ଜନା ନାୟକ 21 ବର୍ଷ। ବର୍ଷା ଓ ରଞ୍ଜନା ମିଶି ଗତକାଲି ଦିନ 12ଟା ସମୟରେ ଘରୁ ବାହାରି କୁଆଡ଼େ ଚାଲିଯାଇଛନ୍ତି। ତାଙ୍କର କିଛି ଖୋଜ ଖବର ମିଳୁନାହିଁ। ଗାଁରେ ବନ୍ଧୁବାନ୍ଧବ ଚାରିଆଡ଼େ ଖୋଜିଲା ପରେ କିଛି ସନ୍ଧାନ ନ ପାଇବାରୁ ରେଢ଼ାଖୋଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପଞ୍ଚାୟତ କଦଳୀଗଡ଼ ଥାନା ରେଢ଼ାଖୋଲ। କାଣା ସମସ୍ୟା ହେଇଛି କହୁଦ? ଆପଣ ମୋର ଝିଅଟା ଖୋଜି ହେଇଛି ନିଖୋଜ। କାଲି ପରୀକ୍ଷା ଦେଇ ଯାଇଥିଲା। ପରୀକ୍ଷା ଦେଇ ଆସିଲା ପରେ ଆମେ ବାପା ମା ସବୁ ନାଇଥିଲୁ ହେଲୁ ଆର୍ ଖୋଜି ପାଇବାନି। କାଲି କେତେ ସମୟରୁ? 12ଟାରେ ଆଜ୍ଞା ପରୀକ୍ଷା ଦେଇକି ଆସିଲା ପରେ ଗାଧି ଗଲା ପରେ ଆଉ ସେଠୁ ଖୋଜି ପାଇଲୁ। ଆମେ ସନ୍ଧ୍ୟାରେ ସବୁ ଆଇଲୁ। ଆପଣଙ୍କର ବନ୍ଧୁବାନ୍ଧବ ସମସ୍ତଙ୍କୁ ପଚାରି ଚାଲୁ ନା କାହିଁ ଖୋଜି ପାଇବୁନି। ଆଉ ଝିଅ କାଣା କାଣା କରୁଥିଲେ? ଝିଅ ଖାଲି ସ୍କୁଲ ଯାଇକରି ସ୍କୁଲରୁ ଆସିକି ଭାତ ରୋଷେଇ କରିକି ତାର କାମ। କେତେ ପଢ଼ୁଥିଲେ? 9। ତାର ନା କେନା? ବର୍ଷା ନାୟକ। ଆଚ୍ଛା, ପୋଲିସ ଷ୍ଟେସନ ଜଣେଇଲ? ଆଜ୍ଞା ଜଣେଇଛୁ। କାଣା କହିଲେ? ଆଜ୍ଞା ଦେଖୁ କହୁଛ ବନମାଲି ନାୟକ ମହତପୁର କଦଳୀଗଡ଼ ପଞ୍ଚାୟତ। କାଣା ସମସ୍ୟା ହେଇଛି କହୁଦ? ସେ ଆଜ୍ଞା ଘରେ ସେ ଥିଲା, କେତେବେଳେ ଗଲା ଯେ ଆମେ ବି ଜାଣି ନାଇପାରେ। ଆମେ ନାଇଁ ଖାଇ ଖୋଜାଖୋଜି କଲୁ ଆଜ୍ଞା, ବନ୍ଧ କଟା ସବୁଆଡ଼େ ଖୋଜିଲୁ। ଗାଁ ମା ବି ପଚରାଇଲୁ, ଖୋଜାଖୋଜି କଲୁ, କେନ୍ସିନେ ନାଇଁ ନ ବୋଇଲେ ଘରେ ନାଇଁ ଥାଇ ଖୋଜିନୁ ନାଇଁ ପାଇନୁ। ସବୁଆଡ଼େ ଫୋନ୍ ଫାନ୍ କରିକି ଖୋଜାଖୋଜି କନୁ, ନାଇଁ ବୋଇଲେ ତାପରେ ଗନୁ ଥାନାକୁ। ବର୍ଷା ନବମ ଶ୍ରେଣୀରେ ପଢ଼େ ଓ ରଞ୍ଜନା ଘରେ ଥିଲେ। ଦୁଇ ଝିଅ କୁଆଡ଼େ ଚାଲିଯିବାର ଖବର ପାଇ ଗ୍ରାମବାସୀ ପରିବାର ଲୋକ ଦୁଃଖ ପ୍ରକାଶ କରିଛନ୍ତି। ରେଢ଼ାଖୋଲରୁ ଦୀପକ ସିଂଙ୍କ ରିପୋର୍ଟ, ଆମ ଓଡ଼ିଶା।